ମୁଁ 8 ଦିନ ପାଇଁ ଘରକୁ ଯାଉଛି। ବାହାରେ ବୁଲାବୁଲି କରିବନି। ହଉ ହଉ। ସବୁଦିନ ସନ୍ଧ୍ୟା ପୂର୍ବରୁ ଘରେ ଥିବ। ହଉ ମତେ ଗୋଟେ 10,000 ଟଙ୍କା ଫୋନ ପେ କଲ। 10,000 କଣ ହବ? ମୁଁ ଏତେ ଦିନ ପରେ ଘରକୁ ଯାଉଛି ଟି। ମୋ ଭାଇଟା ଅଛି, ତା ପାଇଁ 2 ହଳ ପ୍ୟାଣ୍ଟ ସାର୍ଟ ନେବିନି। ଆଉ ଯଦି ତା ପାଇଁ ନେବି ତାହେଲେ ଭାଉଜଟା ଅଛି, ସେ କହିବ ଭାଇ ପାଇଁ ଆଣିଲା ଭାଉଜ ପାଇଁ ଆଣିଲାନି, ଖରାପ ଭାବିବ। ତା ପାଇଁ 2-4 ଖଣ୍ଡ ଶାଢୀ ନେବି। ନାଇଁ ଠିକ କଥା, ଭାଇ ପାଇଁ ନବୁ ମାନେ ଭାଉଜ ପାଇଁ ବି ନବୁ। ପୁଣି ତାପରେ ମା ଆସିଯିବ ମଝିରେ, ସିଏ କହିବ ଭାଉଜ ଭାଇ ପାଇଁ ନେଇ ଆଇଲା ମୋ ପାଇଁ ଆଣିଲାନି, ତାଙ୍କ ପାଇଁ 2-3 ଖଣ୍ଡ ପୁଣି ଶାଢୀ ନେବାକୁ ପଡିବ। ତାପରେ ରହିଲା ସାଇ ପଡିଶା ବନ୍ଧୁବାନ୍ଧବ, ତାଙ୍କ ପାଇଁ ପୁଣି ମିଠା ମିଠି ନେଇକି ଯିବି ନା ନାଇଁ। ମୁଁ 10,000 ଟଙ୍କା ଦେଇଦେଉଛି, କିଛି ଅସୁବିଧା ନାହିଁ ଯେ। ତୁ ଘରୁ ବୋଧେ 8-10 ଦିନ ପରେ ଆସିବୁ। ଆସିଲା ବେଳକୁ ଗୋଟେ କାମ କରିବୁ, ଶାଶୁ ପାଇଁ 8-10ଟା ଖଣ୍ଡେ ଲୁଗା, ମୋ ପାଇଁ ଗୋଟେ 6-7 ହଳ ଗୋଟେ ଡ୍ରେସ, ସାନ ଭଉଣୀଟା ଅଛି ସାନ ନଣନ୍ଦ, ତା ପାଇଁ ଆସିଲା ଗୋଟେ ସୁନା ମୁଦି 8-10 ହଳ ଡ୍ରେସ,